ସକାଳେ ବା ବଞ୍ଚିଥିଲା ସକାଳେ ବା ଦେଖିକି ଗଲେ ମାଛ ପାଇଁକା। ଆଜି ମେଘ ଆସିଲାଣି ବୋଲି ଆଜି ବହୁତ ଜଲ୍ଦି ଆଜି ପୁରା ମେଘ ଆସିଲାଣି ହେରି। ଉପରେ ସିନା ବାଦଲ ହେଇଛି କିନ୍ତୁ ମେଘ ଆସିଲାଣି ହେରି। ସେଥିପାଇଁ ପ୍ୟାଣ୍ଟ ସାର୍ଟ ମମି ଆସି ତୋଳି ଦେଉଛି ସକାଳୁ। ଆଉ ସକାଳୁ କ'ଣ ଆସି 10ଟା 11ଟା ଆସିଗଲାଣି। ଆଉ ଆସିକି ମୋତେ ଆସି ଡରେଇବାକୁ ଆଇଛି। ମୋତେ ଆସିଲା ଡରେଇବାକୁ ଆସିଛି ସାଙ୍ଗେ ସାଙ୍ଗେ ଗାଧିକି ଆସି ଉପରକୁ ପଳେଇ। ହଁ ଦେଖ ସେ ଆଜେଷ୍ଟ ସେଇଠି ବା ଫାଟିଛି। ଏଇଠି ଗୋଟେ ଥର ଏମିତି ପଡ଼ିଯାଇଥାନ୍ତି କୁଣ୍ଡରେ ଗୋଟେ କୁଣ୍ଡଟା ମଡ଼େଇ ଦେଇଥିଲି ସଫା କରି ଦେଇଥିଲି ଶୁଖିବାକୁ କହିଲି ଗୋଡ଼ଟା ଖସିଗଲା ଯେ ଇଟାରେ ଗୋଡ଼ ପଡ଼ିଗଲା ମୁଦି ଯାଇକି ଆଉଟ ହେଇ ପଡ଼ିଛି ପଡ଼ିଗଲେ ଯାଇକି ମୁଣ୍ଡ କ'ଣ ହେଲା ସେଦିନ ତ ଦେଖନ୍ତୁ ମା ଏବେ କୋଉଟା ଯାଉଛି। ମା କ'ଣ କରୁଛୁ? ଯାଉଛି ମା। ଏ ସାନୁ ସାନୁ କ'ଣ କରୁଥିଲୁ ଏଠି? ଏମାନେ ଠିଆ ହେଇନ୍ତି ଏଠି ଷଣ୍ଢ ସବୁ ରାତିରେ ଗରମ ଲାଗୁଛି ବୋଲି ବୁଲୁଛନ୍ତି। ତତେ ଆଜି ଭୟ ଲାଗୁନି ରାତିରେ କ'ଣ ଆସିକି ବୁଲୁଛୁ? ଫୁଲ ଗଛ ହେଇଛି ଏଠି ଫୁଲ ଫୁଟିନି କଢ଼ ଧରିଛି ଦେଖନ୍ତୁ କଢ଼ ହେଇଛି ସକାଳୁ ସକାଳୁ ଫୁଲ ଫୁଟିବ। ଏବେ ରାତି ହେଇଛି 10ଟା ରାତି। 10ଟା ରାତିରେ ଆୟୁଷକୁ ନିଦ ଲାଗୁନି ବୋଲି ଆସିକି ଏଠି ଦାଣ୍ଡରେ ଏଠି ସେଠି କୁକୁର ସହିତ ଲଗାଉଛି। ହେଇକି ଆସେ ଦେଖନ୍ତୁ ଆୟୁଷ କାହିଁକି ଛିଡ଼ା ହେଇଛି ନା ପାଣି ଘରକୁ ନେଇକି ଯାଉଛନ୍ତି ସେଥିଲାଗି ସେ ଛିଡ଼ା ହେଇଛି ରାତିରେ ଦେଖିବା ପାଇଁକା। ଏମିତି କେତେ ଲୋକ ଗଲେଣି ଏପଟେ ନା ଏଇଟା ରବିବାର ରାତି ନା ସେଥିଲାଗି ସେ ଦେଖୁଛି। ତାଙ୍କ ବାବା ବି ଯାଇଛନ୍ତି ଆଜି ପାଣି ପାଇଁକା ଏଠେଇକି ବାଲୁଙ୍ଗେଶ୍ୱର ଯିବେ ନେଇକରି ଆଉ ବାବା ନାହାନ୍ତି ତାଙ୍କର ସେଥିଲାଗି ରାତି 10ଟାରେ ଆସିକି ଦେଖୁଛି ଆୟୁଷ ପାଣି ଭାର ସବୁ ନେଇକି ଯାଉଛନ୍ତି ବୋଲି। ଆଉ ଗାଈଙ୍କ ସହିତ ଟିକେ ଲାଗି ଦେଉଛି ଆଉ। ହେଇ ସାନୁ ତୁମେ ଏତେ ଅନ୍ଧାରକୁ ଆସିଲା ପରିବାପତ୍ର ଆଣିକି କ'ଣ ଆଣିଛନ୍ତି ପରିବା? ଏଠି ଆୟୁଷ ଏଠି ଖାଲି କରୁଛି। ମୁଁ ଖାଲି କଲିନି ଆୟୁଷ ଏଠି ଖାଲି କରୁଛି। କଞ୍ଚା ଲଙ୍କା କାହିଁ ବାଇଗଣ ଆଗ ହଉଛି ବାଇଗଣ କୋଉଠି ରଖାହବ? ସେଇଠି ରଖୁନୁ ରଖିବି ଏଇଥିରେ ରଖ। ଏଥିରେ ଲଙ୍କା ଅଛି କାଢ଼େ 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 କାଢ଼ୁନୁ। ସାନୁ ଦେଖନ୍ତୁ ମୁଁ ଥୋଇବାର ତ ଆନୁ କହିଲା ନାଇଁ ମୁଁ ଥୋଇବି ହେଲା କାଢ଼ୁଛି। ଆଉ ଏ ପରିବା ତକ ମିନିମମ୍ କେତେ ଟଙ୍କା ହେଇଥିବ? ପରିବା ତ ଯେଉଁ ଭଳିଆ ରେଟ୍ ହେଇନି କହିବାର ନାହିଁ। ଏତେ ରେଟ୍ରେ ସବୁ ପରିବା ଆଣିକି ଆଇଛନ୍ତି। ବାଇଗଣ 80 ଟଙ୍କା ହେଇଥିବ। କିଲୋ 80 ଟଙ୍କା। କାକୁଡ଼ି 60 ଟଙ୍କା। ଟମାଟୋ ସେ ବିନି ଆଲୁ ପରିବା ସବୁ ସାଇଜ୍ କରିକି ରଖି ସାରିଲାଣି। ସାନ ସାଇଜ୍ କରି ରଖି ସାରିଲାଣି। ନାଲି ନାଲି ସବୁ ଗୋଟେ କଲର ହେଲା ନା ଆଉ ଟମାଟୋ ନାଲି ହେବନି? ଲଙ୍କା ଏଇ ତ କହିଛି କିନ୍ତୁ ଲଙ୍କା ବହୁତ ଖିଆ ହେଉଛି କିନ୍ତୁ ଲଙ୍କା ଅଳ୍ପ ଅଳ୍ପ ଆସୁଛି। ଏ କୋବିଟା କେତେ ଟଙ୍କା ପଡ଼ୁଥିବ ଆଗ କହିଲ? କୋବି କାହିଁ ଆଣିଦେଲ 40 ଟଙ୍କା ଏ ଖାଲି କୋବିଟା? ଫୁଲକୋବି ନାଇଁ ତୁ ପଚାରିବୁ ପ୍ରଶ୍ନ ପଚାରିବୁ ସେ ଉତ୍ତର ଦେବ କହିବୁନି। ଆଉଥରେ କହ ପତ୍ରକୋବି ସେ ବନ୍ଧାକୋବି। ଏଡ଼େ ଜୋର ଡାକିଲି ଯେ ମୁଁ ସେ ଘରୁ ଆଇଲି କ'ଣ ହେଇଛି? ଗୋଟେ ପାରାଟେ ମରିଯାଇଛି। ପାରାଟିଟା ଆଉ ନେଇଯାଇଛି ଗଲା। କାଲି ଯେଉଁ ତାର ଯେଉଁ ସବୁ ତା ଦେହ ଖରାପ ଥିଲା ଆଖିରେ ଔଷଧ ପକାଉଥିଲା ଦେଇଦେଲା ଥଣ୍ଡା ହେଇଗଲା କି କ'ଣ ହେଲା? ଥଣ୍ଡା ହେଇଗଲା ଆଉ ସକାଳୁ ସକାଳୁ ଗୋଟେ ଦେଖିଲା ବେଳକୁ କେତେ ସୁନ୍ଦର। ତମେ ଦେଖିକି ଗଲା ଯେଉଁ ମାଛ ପାଇଁ ଗଲା ଯେତେବେଳେ ଭଲ ନଥିଲା? ଭଲ ଥିଲା।
ଖାଇଲାନି 2-3 ଦିନ ହେଲାଣି ଆଉ ଯେତେ ଦାନା ଦିଆ ହେଲା ଖାଇଲାନି ଆଉ। ଫାଷ୍ଟ କଥା ହେଲା ତା ଆଖିରେ କଣଟେ ନେଞ୍ଜିଲା ଭଳିଆ କଣଟେ ଲାଗିଯାଇଥିଲା। ତା ଆଖିରେ ମାନେ ନା ଟିକେ ମାନେ ନେଞ୍ଜିଲା ଭଳିଆ କଣ କାଲି ବା ଲାଗିଯାଇଥିଲା। ବାବା ପରିଷ୍କାର କରି ତାକୁ ଛଡ଼େଇଲେ 4ଟା ବେଳେ ସବୁ ତାକୁ ଭଲସେ। ହଁ କାଲି ଛଡ଼େଇ ଦେଲେ ହଁ ପୁଣି ଲାଗିଯାଇଥିଲା। ହଁ ବା ତାକୁ ବାହାରକୁ ଆଣିବୁ। ବୋଉ ଆଣିବେ ହେରି। ମାନେ ସରିଯାଏ ତାପରେ ପୁଣି ଏମିତି ଲାଗିଯାଇଛି। ହଁ ପରା ବୋଉ କାଢ଼ିକି ଆଣନ୍ତି ତାକୁ। ସକାଳେ ବା ବଞ୍ଚିଥିଲା। ସକାଳେ ବା ଦେଖିକି ଗଲେ ମାଛ ପାଇଁକା। ଦେଖୁନ ଆଖି ତା ଆଖି ପୁରା ହେଇଛି ପୁରା ନେଞ୍ଜଳା ପୁରା ବାନ୍ଧି ଦେଇଛି ଆଉ। ଏଠି ଆଉ କେତେ ସୁନ୍ଦର ଖେଳୁଥିଲେ 2 ଜଣ ଯାକ ସାଙ୍ଗ ହେଇକିରି ଆଉ। ଖାଇଲାନି ଟୋଟାଲି 2-4 ଦିନ ହେଲାଣି କାହିଁ ଖାଇଲାନି ତାକୁ ଖାଇବାକୁ ଦିଆ ହେଇ ସେ ଖାଇଲାନି ଟୋଟାଲି ନା। ସେ ଏକୁଟିଆ ରହିଲା ଛଟପଟ ହବ ଖାଲି ଏକୁଟିଆ। ସାଙ୍ଗ ହେଇଯାଆନ୍ତି 2ଟା ଯାଇକି ନା 2ଟା ଯାଇକି ସାଙ୍ଗ ହୁଅନ୍ତି ଏକୁଟିଆ ସେ ରହିଲା ଆଉ। ବନ୍ଦ କରିଦେବ ନହେଲେ ଦେଇଦେବୁ ନହେଲେ ଏଇଟା ନେଇକି। ହାଁ ଆଉ କ'ଣ ଦେଇଦେବା ଆଉ। ଆଉ ଦେଇଦେବୁନି ଆଉ କ'ଣ କରିବା ଦେଇଦିଅ ନେଇକି। କେଉଁଠିକି ନେବ ତାକୁ ପୋତି ଦେବ ବାରିଆଡ଼େ। ସକାଳୁ ଗୋଟେ ଦୁଃଖ ଖବର। କେଉଁଠି ନେଇକି ପୋତିବ ତାକୁ। ଦେଖନ୍ତୁ ଯେହେତୁ ଆମେ ପାଳିଥିଲୁ ତାକୁ ଏତେ ଦିନ କାଳ ରଖିଥିଲୁ ଭଲ ଲାଗିବନି ତାକୁ ଫୋପାଡ଼ିଲେ ତାକୁ ନେଇକି ପୋତିଥିବେ ନେଇକି ବାରିଆଡ଼େ ଆଉ। ବୋଉଙ୍କର ତାଙ୍କର ଯାଉଛନ୍ତି ବାରିଆଡ଼େ ତାକୁ ପୋତିଦେବେ ଆଉ। ନହେଲେ ପକ୍ଷୀ ବିଲେଇ ସେ ନେଇକି ଆଡ଼େ ସାଡ଼େ ଫୋପାଡ଼ିବେ ତ ସେଇ ଯୋଗୁଁ ନେଇକି ପୋତିଦେବେ। ଚାଲେ ବହୁତ ମନ ଦୁଃଖ ହେଉଛି ଆଉ। ତାହେଲେ ଦେଖନ୍ତୁ ଏବେ ଆଇସ୍ର ଗୋଟେ ସୁଟିଂ ହବ ଗୋଟେ ହରର ମହାଦେବ। ତାପରେ ଗୋଟେ ସୁଟିଂ ପାଇଁ ଯାଉଛି ଏବେ ବାରିପଟକୁ ଆମର ଯୋଉଠି ଦାଣ୍ଡରେ ବି ଭଲ ଆସୁନଥିଲା। କହିଲୁ ଦାଣ୍ଡରେ କରିସାରିଲାଣି ଆଉ ଏଠି ବାରିପଟେ ଏବେ କରୁଛି ଆଉ। ବାରିପଟେ ଟିକେ କ୍ଲିୟର ଆସୁଛି ଆମର। ହଁ ଦାଣ୍ଡ ଗୋଟେ କାହିଁ କହିଲୁ ଯୋଉ ଇଏ ଗଛ ରହିବନି କି। ଆମେ ତ କମ୍ ଦାମିକିଆ ଫୋନ୍ ଆଉ କ୍ଲିୟର ଆସିବ ଭଲ ଆସିବ ଫୋନ୍। ଆମର ତ ଅଳ୍ପ କମ୍ ଦାମିକିଆ ଫୋନ୍ ସେଥିଲାଗି ଭଲ ଆସୁନି କ୍ୟାମେରାରେ। ଆଉ କ'ଣ କରିବା ନାଇଁ ସେଇଟା ଚାଲୁ। ଯେତିକି ହଉ ବ୍ଲଗ ସେତିକି ବନ୍ଦ କରିବା ତାପରେ ପୁଣି ଷ୍ଟାର୍ଟ କରିବା। ଆଉ ଗୋଟେ ଆସିଲା ହାରି ଦାଣ୍ଡକୁ ଗୋଟେ କରିବା ପାଇଁକା ଭିଡ଼ିଓ ବ୍ଲଗ୍ଟେ ଆଉ ଆପଣମାନେ ଦେଖନ୍ତୁ। ଏଇ ଦାଣ୍ଡରେ କ୍ଲିୟର ଆସୁଛି ବା ମେଘୁଆ ପଡ଼ିଲେ କ'ଣ ମାନେ ଖରା କଟିଲେ କ'ଣ କ୍ଲିୟର ଆସୁଛି। ହଁ ବା କେତେ ଜୋରେ ଖରା ମାରୁଥିଲା। ସିଏ ମାନେ ପୁରା ବଜାୟରେ ଆସିତେ ଘଣ୍ଟି ବଜାରରେ ଆସିତେ ଆଇ ନା। ହଁ ରାତିରେ କେତେ ଯାଉଥିଲି ସମସ୍ତେ। ହଁ ସମସ୍ତେ ରାତିରେ କେମିତି ଯାଉଥିଲେ ସାନୁ କେମିତି ଦେଖୁଦେଇ ଗାଁକୁ ନେଇ ଯାଉଥିଲେ ହଁ ବା